ଆଜି ହେଉଛି 13 ଏପ୍ରିଲ 2025 ରବିବାର। ଆଜିର କିଛି ବଡ଼ ଖବର ଦେଖିଥିବା ଖୁବ୍ ଶୀଘ୍ର ପୁରୀରୁ କୋଣାର୍କକୁ ରେଳ ଚଳାଚଳ କରିବ। ଏ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବରୁ ସନ୍ଧ୍ୟାରେ ପୁରୀ ଷ୍ଟେସନରେ ଚାଲୁ ରହିଥିବା କାମର ନିରୀକ୍ଷଣ କରିଛନ୍ତି। ଅମୃତ ରେଳ ଯୋଜନା ଦ୍ୱାରା ସାରା ଓଡ଼ିଶାରେ ସାରା ଷ୍ଟେସନ ଆଧୁନିକୀକରଣ କରାଯାଇଛି। ବର୍ତ୍ତମାନ ପୂର୍ବରୁ କୋଣାର୍କରେ ଚଳାଚଳ କାମ ଜୋରଦାର ଚାଲିଛି ବୋଲି ଖବର ମିଳିଛି। ବଡ଼ ଖବର ପଣା ସଂକ୍ରାନ୍ତି ପାଇଁ କଟକରେ ଜାରି ହେବ କଟକଣା। ଆସିଲା ନୂଆ ଗାଇଡଲାଇନ୍। ପଣା ସଂକ୍ରାନ୍ତି ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି, ଯାହାଦ୍ୱାରା ପୁଲିସ ପ୍ଲାଟୁନ୍ ନିୟୋଜିତ ହୋଇଛନ୍ତି। କଟକରେ ମନ୍ଦିର ଥିବା ସ୍ଥାନରେ କୌଣସି ବି ପ୍ରସାଦ ସେବନ କରିବା ସମୟରେ ରାସ୍ତାଘାଟରେ ଗଣ୍ଡଗୋଳ ନ କରିବା ପାଇଁ ଅପିଲ କରିଛନ୍ତି କଟକ ଡିସିପି। ସମସ୍ତଙ୍କୁ ସଜାଗ ରହିବା ପାଇଁ ଡିସିପି ଦେଇଛନ୍ତି ନିର୍ଦ୍ଦେଶ। ବଡ଼ ଖବର ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି ରହିବ। ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ତା ସହିତ ମଧ୍ୟ ଝଡ଼ ତୋଫାନର ସମ୍ଭାବନା ଅଛି। ତେଣୁ ତାପମାତ୍ରା ବୃଦ୍ଧି ପାଇବାର ନାହିଁ, ବଡ଼ ଧରଣର ପରିବର୍ତ୍ତନ ନାହିଁ ବୋଲି ପାଣିପାଗ ବିଭାଗରୁ ସୂଚନା ଆସିଛି। ପରବର୍ତ୍ତୀ ବଡ଼ ଖବର ନୂଆ ଗଣଶିକ୍ଷା ବର୍ଷରେ ନାମ ଲେଖାଇବା ପିଲାଙ୍କର ରିପୋର୍ଟ ମାଗିଲା ଓସ୍ପା। ଏପ୍ରିଲ 1ରୁ ଆରମ୍ଭ ହୋଇଛି ନୂଆ ଶିକ୍ଷାବର୍ଷର ଶିକ୍ଷା ଏବଂ 14 ବୟସର କେଉଁ ପିଲାମାନେ ନାମ ଲେଖାଇ ନାହାନ୍ତି, କେଉଁମାନେ ଆଗକୁ ପଢ଼ାପଢ଼ି ଛାଡ଼ି ଡ୍ରପ୍ ଆଉଟ୍ ହୋଇଛନ୍ତି, ତାର ରିପୋର୍ଟ ଦେବାକୁ ଓଡ଼ିଶା ବିଦ୍ୟାଳୟ କର୍ତ୍ତୃପକ୍ଷ କହିଲା। ପରବର୍ତ୍ତୀ ବଡ଼ ଖବର ଆୟୁଷ୍ମାନ ଭାରତ ଯୋଜନାରେ ଆରୋଗ୍ୟ ଯୋଜନାର ସମସ୍ୟାର ସମାଧାନ କରିବା ପାଇଁ ସରକାର ବଡ଼ ପଦକ୍ଷେପ ନିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। କେମିତି ଆବେଦନ କରିବେ କହିଛନ୍ତି। ଆୟୁଷ୍ମାନ ଭାରତ ଯୋଜନା ଲୋକଙ୍କ ପାଇଁ ନୂଆ, ତେଣୁ ଆବେଦନ କରିବାକୁ ବଢ଼ିଛି ସମସ୍ୟା, ତାର ଅସୁବିଧାର ସମାଧାନ କରାଯିବ ବୋଲି ସରକାରୀ ସୂତ୍ରରେ ସୂଚନା ଦିଆଯାଇଛି। ପରବର୍ତ୍ତୀ ବଡ଼ ଖବର ମାଟ୍ରିକ ପରୀକ୍ଷା ଆଡମିଟ୍ କାର୍ଡ ସଂଶୋଧନ ପାଇଁ ପୁଣି ଥରେ ସୁଯୋଗ ଦିଆଯିବ। ପୁଣି ଥରେ ଯଦି ସମାଧାନ କରିବାକୁ ଜାଣି ନିଅନ୍ତୁ। ମାଟ୍ରିକ ପରୀକ୍ଷା ଦେବାମାନଙ୍କର ଆଡମିଟ୍ କାର୍ଡରେ ତ୍ରୁଟି ହେବାକୁ ଥିବା ମାଧ୍ୟମିକ ଶିକ୍ଷା ପରିଷଦ ଉଦ୍ୟମ କରିଛି। 2024-25 ବର୍ଷରେ 10ମ ପିଲାଙ୍କର ଆଡମିଟ୍ କାର୍ଡରେ ଯଦି କିଛି ତ୍ରୁଟି ରହିଛି ତାହାକୁ ସୁଧାର କରିବା ପାଇଁ ବୋର୍ଡ ତରଫରୁ ପୁଣି ଥରେ ସୁଯୋଗ ଦିଆଯାଇଛି। ଏପ୍ରିଲ 17ରୁ 25 ତାରିଖ ମଧ୍ୟରେ ସଂଶୋଧନ ପ୍ରକ୍ରିୟା ଜାରି ରହିବ। ରେଲୱେର ତତ୍କାଳ ଟିକେଟ୍ ବୁକିଂ ସମୟରେ କିଛି ବି ଚେଞ୍ଜ ହୋଇନାହିଁ ବୋଲି ରେଲୱେ ତରଫରୁ ସୂଚନା ଦିଆଯାଇଛି। ସୋସିଆଲ ମିଡ଼ିଆରେ ମିଥ୍ୟା ଖବରକୁ ନେଇ ଲୋକଙ୍କ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ରେଲୱେ ତରଫରୁ କୁହାଯାଇଛି ଯେ ଲୋକମାନେ ତତ୍କାଳ ରେଲୱେର ଅଫିସିଆଲ ୱେବସାଇଟରେ ଭରସା କରନ୍ତୁ ବୋଲି କୁହାଯାଇଛି। ପରବର୍ତ୍ତୀ ବଡ଼ ଖବର ପୁରୀରେ ଖୁବ୍ ଶୀଘ୍ର ସରିବ ରତ୍ନଭଣ୍ଡାର ମରାମତି କାମ। ଶ୍ରୀମନ୍ଦିର ରତ୍ନଭଣ୍ଡାର ସଂରକ୍ଷଣ ମରାମତି କାମ ପ୍ରାୟତଃ ଶେଷ ହେବାକୁ ଯାଉଛି। ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର କାମ ସରିବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀରେ 3800 କୋଟି ଟଙ୍କାର ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ବାରାଣସୀରେ ଉତ୍କଳହାଟରେ 200 kV ଟ୍ରାନ୍ସମିଶନ ସବଷ୍ଟେସନର, କାଜିପୁରରେ 132 kV ଟ୍ରାନ୍ସମିଶନ ସବଷ୍ଟେସନ ଏବଂ 775 କୋଟି ଟଙ୍କାର ଅଧିକ ମୂଲ୍ୟର ବାରାଣସୀ ସୁନ୍ଦର ବିଦ୍ୟୁତ୍ ବିତରଣ ବ୍ୟବସ୍ଥାର ଉନ୍ନତୀକରଣର ଶିଳାନ୍ୟାସ କରିଥିଲେ। ଭାରତ ଏବଂ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ସର୍ତ୍ତାବଳୀରେ ଦୁଇ ଦେଶ ସମ୍ମତି ପ୍ରକାଶ କରିଛନ୍ତି। ଆଗାମୀ 40 ଦିନ ମଧ୍ୟରେ ଏହି ବାଣିଜ୍ୟ ଚୁକ୍ତିର ରୂପରେଖ ଚୂଡ଼ାନ୍ତ ହେବ ବୋଲି ସମ୍ଭାବନା ରହିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଆମେରିକା ସହ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବାକୁ ଚେଷ୍ଟା କରୁଛି ଭାରତ।